ଏକ ଶାନ୍ତ ସନ୍ଧ୍ୟା। ବୃନ୍ଦାବନର ପବନରେ ଭକ୍ତିର ସୁଗନ୍ଧ ବହି ଆସୁଥାଏ। ଉଦ୍ଧବ ନୀରବରେ ବସିଛନ୍ତି, ଆଖିରେ ଅନେକ ଗୁଡ଼ିଏ ପ୍ରଶ୍ନ। ଶ୍ରୀକୃଷ୍ଣଙ୍କୁ ଉଦ୍ଧବ ପଚାରିଲେ, ପ୍ରଭୁ, ମୁଁ ସବୁକିଛି କରୁଛି, ତଥାପି ମନରେ ଶାନ୍ତି କାହିଁକି ନାହିଁ? ଶ୍ରୀକୃଷ୍ଣ ମୃଦୁ ହସରେ ଉତ୍ତର ଦେଲେ, ଉଦ୍ଧବ, ତୁମେ ସବୁ କରୁଛ, କିନ୍ତୁ ଆଶା ଛାଡ଼ୁନାହଁ। ଆଶା ରହିଲେ ଦୁଃଖ ଆସେ, ଆଉ ସମର୍ପଣ କଲେ ଶାନ୍ତି ମିଳେ। ଏହା ଶୁଣି ଉଦ୍ଧବ ମୁଣ୍ଡ ନୁଆଇଁ ଦେଲେ। ଉଦ୍ଧବ ପୁଣି ପଚାରିଲେ, ତେବେ ପ୍ରଭୁ, ପ୍ରକୃତ ସୁଖ କ'ଣ? ଶ୍ରୀକୃଷ୍ଣ କହିଲେ, ଯେଉଁଦିନ ମୁଁକୁ ଛାଡ଼ି ତୁମେକୁ ଧରିବ, ସେଦିନ ହିଁ ପ୍ରକୃତ ସୁଖକୁ ତୁମେ ପାଇପାରିବ। ଜୀବନରେ ଆମେ ସବୁକିଛି ନିୟନ୍ତ୍ରଣ କରିବାକୁ ଚାହୁଁ, କିନ୍ତୁ ଭଗବାନ କହନ୍ତି, ଆଶା ଛାଡ଼ିଦିଅ, ମୋତେ ଭରସା କର। ଉଦ୍ଧବ ଭାବୁକ ହୋଇ ପୁଣି ପଚାରିଲେ, ପ୍ରଭୁ, ମୋ ପାଇଁ ସବୁଠୁ ବଡ଼ ଶିକ୍ଷା କ'ଣ? ଶ୍ରୀକୃଷ୍ଣ ଉତ୍ତର ଦେଲେ, ଭକ୍ତି କର, ଧୈର୍ଯ୍ୟ ଧର ଏବଂ ଭଲ ପାଇବା ଅନ୍ୟକୁ ଦିଅ। ଏତିକି ହେଲେ ତୁମ ଜୀବନ ସାର୍ଥକ ହୋଇଯିବ। ଦୁଃଖ ଆସିବ, ସମସ୍ୟା ବି ଆସିବ, କିନ୍ତୁ ଯଦି ମନରେ କୃଷ୍ଣଙ୍କୁ ରଖିବ, ଜୀବନ ଆପେ ଆପେ ସୁନ୍ଦର ହୋଇଯିବ। ଉଦ୍ଧବ ପୁଣି ପଚାରିଲେ, ପ୍ରଭୁ, ବେଳେବେଳେ ଲାଗେ ମୁଁ ସବୁକିଛି ହାରି ଦେଇଛି। ଶ୍ରୀକୃଷ୍ଣ କହିଲେ, ତୁମେ ଯେଉଁଦିନ ମୋତେ ପାଇଛ, ସେଦିନ କିଛି ବି ହାରିନାହଁ। ସେହି ହାରିବା ହେଉଛି ଆଶା ଏବଂ ଜିତିବା ହେଉଛି ଭରସା। ପୁଣି ଉଦ୍ଧବ ପଚାରିଲେ, ପ୍ରଭୁ, ସଂସାର ଏତେ କଠିନ କାହିଁକି? ଶ୍ରୀକୃଷ୍ଣ ଉତ୍ତର ଦେଲେ, କଠିନ ସଂସାର ନୁହେଁ, ବରଂ କଠିନ ହେଉଛି ଆଶା। କମ୍ ଆଶା ରଖିଲେ ଅଧିକ ଶାନ୍ତି ମିଳିଥାଏ। ଶେଷରେ ଉଦ୍ଧବ କହିଲେ, ପ୍ରଭୁ, ଆପଣ ଥାଇ ମଧ୍ୟ ମୋତେ ଏକା ଏକା ଲାଗୁଛି। ଶ୍ରୀକୃଷ୍ଣ ମୃଦୁ ସ୍ୱରରେ କହିଲେ, ଉଦ୍ଧବ, ମୁଁ ସବୁବେଳେ ତୁମ ସହିତ, ତୁମ ଶ୍ୱାସରେ, ତୁମ ଆଖିର ଲୁହରେ ଏବଂ ତୁମର ହୃଦୟର ଭରସାରେ ସବୁବେଳେ ରହିଛି।